ରାମବାବୁ କହିଲେ, ଭାଇ ଶ୍ୟାମ, ତୁମ ପୁଅକୁ ସମ୍ଭାଳ, ନହେଲେ ବିଗିଡ଼ିଯିବ। ଶ୍ୟାମବାବୁ ମନେ ମନେ ଭାବିଲେ, ତୁମ ପୁଅ ତ ଅଲରେଡ଼ି ବିଗିଡ଼ି ସାରିଲାଣି। ରାମବାବୁ ତ ଶ୍ୟାମବାବୁକୁ ଭଲ କଥା କହିଲେ, କିନ୍ତୁ ନିଜେ ଭୁଲିଗଲେ କାହାକୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ନିଜକୁ ଠିକ୍ କରନ୍ତୁ। ରାମବାବୁ ଶ୍ୟାମବାବୁଙ୍କୁ ଏମିତି କହିବାର ମାନେ କ'ଣ ଥିଲା? ଆଉ ଶ୍ୟାମବାବୁ ରାମବାବୁଙ୍କୁ ତାଙ୍କ ପୁଅ ବିଷୟରେ କହିଲେନି କାହିଁକି? ଅନେକ ବର୍ଷ ପରେ ରାମ ଓ ଶ୍ୟାମ ନାମକ ଦୁଇ ବନ୍ଧୁଙ୍କ ଭିତରେ ଦେଖା ହେଲା। ଏତେ ବର୍ଷ ପରେ ବନ୍ଧୁ ମିଳନ ହୋଇଥିବାରୁ ସେମାନେ ଖୁସି ହୋଇ ଗପସପ ଆରମ୍ଭ କରିଦେଲେ। ଗପସପ କ୍ରମେ କଥା ପଡ଼ିଲା ପିଲାମାନଙ୍କୁ ନେଇ। ରାମବାବୁ କହିଲେ, ବୁଝିଲ ଶ୍ୟାମ, ମୋ ପିଲାଙ୍କୁ ଶୃଙ୍ଖଳିତ କରିବା ଲାଗି ମୁଁ କ'ଣ ନ କରିଛି। ମୋର କଡ଼ା ଅନୁଶାସନ ହେତୁ ସେ ଆଜି ମୋ କଥାରେ ଚାଲୁଛି। ବାଟରୁ ଅବାଟକୁ ଯିବା ଲାଗି ତା'ର ସାହସ ନାହିଁ। ଶ୍ୟାମ ଏକଥା ଶୁଣି କହିଲେ, ଭାଇ ମୁଁ ତ ଢିଲା ଲୋକ ବୋଲି ତୁମେ ଜାଣିଛ। ପୁଅଟି ସହିତ ବନ୍ଧୁ ଭଳି ବ୍ୟବହାର କରୁଛି। ବାଟ ଓ ଅବାଟକୁ ଭିତରୁ କେଉଁଥିରେ ସେ ଯିବ ତା ସେ ନିଜେ ତା ବିବେକ ଅନୁସାରେ ବାଛିବ ବୋଲି ମୁଁ ତାକୁ କହିଛି। ଦେଖାଯାଉ କ'ଣ ହେଉଛି। ରାମବାବୁ କହିଲେ, ଭାଇ ତୁମେ ଏ କ'ଣ କରୁଛ? ପିଲାମାନଙ୍କୁ ଆମେ ଦୁନିଆକୁ ଆଣିଛେ, ସେମାନଙ୍କୁ ମଣିଷ କରିବା ଆମ କାମ ନୁହେଁ କି? ତୁମେ ଏମିତି ହୁଗୁଳା ହେଲ କେମିତି? ଶ୍ୟାମବାବୁ କିଛି ନ କହି ଚୁପ୍ ରହିଲେ। ଥରେ ସନ୍ଧ୍ୟାବେଳେ ରାମବାବୁଙ୍କ ପୁଅ ଆଉ ଶ୍ୟାମବାବୁଙ୍କ ପୁଅ ଏକ ଲାଇବ୍ରେରୀରୁ ପଢ଼ିସାରି ଫେରିଲା ବେଳକୁ ବାଟରେ ଏକ ସିନେମା ହଲ୍ ପଡ଼ିଲା। ଶ୍ୟାମବାବୁଙ୍କ ପୁଅର ଆମନ୍ତ୍ରଣରେ ରାମବାବୁଙ୍କ ପୁଅ ନିଜକୁ ସମ୍ଭାଳି ନ ପାରି ସିନେମା ହଲ୍ରେ ପଶିଲା। ଦୁହେଁ ସିନେମା ଉପଭୋଗ କଲେ, କିନ୍ତୁ ହଲ୍ରୁ ବାହାରିଲା ପରେ ରାମବାବୁଙ୍କ ପୁଅର ହଲକ ଶୁଖିଯାଇଥିଲା। ସେ କ'ଣ କରିବ ବୁଝିପାରିଲା ନାହିଁ। ସେ ଯେତେବେଳେ ଶୁଣିଲା ଯେ ଶ୍ୟାମବାବୁଙ୍କ ପୁଅ ଘରେ ବାପାଙ୍କୁ ସବୁ ସତ କହିଦେବ, ସେ ବିସ୍ମିତ ହେଲା। ପରଦିନ ରାମବାବୁ ଆଉ ଶ୍ୟାମବାବୁଙ୍କ ଭିତରେ ଭେଟ ହେଲା। ରାମବାବୁ କହିଲେ, ମୋ ପୁଅର ପାଠପଢ଼ାରେ ଏତେ ମନ ଯେ କାଲି ଲାଇବ୍ରେରୀରୁ ଫେରିଲା ବେଳକୁ ରାତି 10ଟା ହୋଇଯାଇଥିଲା। ତୁମ ପୁଅ ପଢ଼ାପଢ଼ି କେମିତି କରୁଛି? ଶ୍ୟାମବାବୁ କହିଲେ, ହଁ ସେ ପଢ଼ାପଢ଼ି କରୁଥିବ ନିଶ୍ଚୟ, କିନ୍ତୁ ସିନେମା ବି ଦେଖୁଛି। କାଲି ରାତିରେ ସିନେମା ଯାଇଥିଲା। ଏହା ଶୁଣି ରାମବାବୁ କହିଲେ, ଭାଇ ଶୁଣ, ଭାଇ ଶ୍ୟାମ, ତମ ପୁଅକୁ ସମ୍ଭାଳ, ନହେଲେ ବିଗିଡ଼ିଯିବ। ଶ୍ୟାମବାବୁ କିଛି କହିଲେ ନାହିଁ ସିନା, କିନ୍ତୁ ଭାବିଲେ, ରାମ, ତୁମ ପୁଅ ଅଲରେଡ଼ି ବିଗିଡ଼ି ସାରିଲାଣି। ତ ସାଙ୍ଗମାନେ ଗପଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।